ବାଲେଶ୍ୱର ସହର ଉପକଣ୍ଠ ଜାନୁଗଞ୍ଜ ଅଞ୍ଚଳର ବିଶିଷ୍ଟ ସମାଜସେବୀ ପଦ୍ମାବତୀ ନାୟକଙ୍କର ଜାନୁଆରୀ 28 ତାରିଖ ଦିନ ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ପଦ୍ମାବତୀ ଥିଲେ ସମାଜସେବୀ, ସ୍ୱର୍ଗତ ସନାତନ ନାୟକଙ୍କ ଧର୍ମପତ୍ନୀ। ତାଙ୍କ ଦେହାନ୍ତ ଖବର ପାଇ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ରାଜନୈତିକ ନେତୃବୃନ୍ଦ, ସାମ୍ବାଦିକ ଜାନୁଗଞ୍ଜ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ସ୍ୱର୍ଗତ ପଦ୍ମାବତୀ ନାୟକ ନିଜର ଜୀବନରେ ସମାଜ ସେବାରେ ବୃତ୍ତି ଥିଲେ। 28 ତାରିଖ ରାତିରେ ଶୋଇବା ପରେ ଆଉ ସେ ନିଦରୁ ଉଠି ନଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ପ୍ରତାପ ଚନ୍ଦ୍ର ନାୟକ, ପ୍ରକାଶ କିଶୋର ନାୟକ, କାଳିଆ, ପ୍ରମୋଦ ନାୟକଙ୍କ ସମେତ 4 ଝିଅ ପ୍ରମୁଖ ଉପସ୍ଥିତ ଥିଲେ। ମୟୂରଭଞ୍ଜ ସ୍ଥିତ ପାଇକ ସାହିଠାରେ ଥିବା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଦେହାନ୍ତ ପରେ ଜାନୁଗଞ୍ଜ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗାଡ଼ି ଯିବାର ଅଛି।